ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଜାଣିବା ଶାଳଗ୍ରାମର ଜନ୍ମ। ଚାଲନ୍ତୁ ଆରମ୍ଭ କରିବା। ମନ୍ଦିରରେ ଶାଳଗ୍ରାମକୁ ପୂଜା କରାଯାଏ। କିଛି ଲୋକ ଘରେ ରଖିକି ମଧ୍ୟ ପୂଜା କରନ୍ତି। ଆମେ ଜାଣିଛେ ଶାଳଗ୍ରାମ ହେଉଛି ପ୍ରଭୁ ବିଷ୍ଣୁଙ୍କ ଏକ ରୂପ। ତେବେ ଚାଲନ୍ତୁ ଜାଣିବା ଶାଳଗ୍ରାମର ଉତ୍ପତ୍ତି କେମିତି ହୋଇଛି। ପୌରାଣିକ କଥା ଅନୁସାରେ 1000 ବର୍ଷ ପୂର୍ବେ ଏକ କଣିକା ଥିଲେ, ଯାହାର ନାମ ଗଣ୍ଡକୀ ଥିଲା। ପ୍ରତିଦିନ ସେ ବିଭିନ୍ନ ପୁରୁଷଙ୍କ ସହିତ ସମ୍ଭୋଗ ବିଳାସରେ ଲିପ୍ତ ରହୁଥିଲେ, ଆଉ ତାଙ୍କଠୁ ପ୍ରଚୁର ପରିମାଣରେ ଧନ ମଧ୍ୟ ପାଉଥିଲେ। ଗଣ୍ଡକୀ ଯେଉଁ ଗ୍ରାମରେ ରହୁଥିଲେ, ସେଠାକୁ ଜଣେ ମହର୍ଷି ଆସିଥିଲେ ଏବଂ ଗାଁ ମଧ୍ୟରେ ଥିବା ପ୍ରତ୍ୟେକ ଲୋକଙ୍କୁ ଆଶୀର୍ବାଦ ଦେଇ ତାଙ୍କର ମଙ୍ଗଳ କରୁଥିଲେ। ସେହି ସମୟରେ ଗଣ୍ଡକୀ ଆସି ସେ ମହାତ୍ମାଙ୍କ ପାଖରେ ପହଞ୍ଚିଲେ ଆଉ କହିଲେ, ହେ ମହାତ୍ମା, ଆପଣ ସମସ୍ତଙ୍କର ମଙ୍ଗଳ କରୁଛନ୍ତି, ମୋର ବି କିଛି କଲ୍ୟାଣ କରିଦିଅନ୍ତୁ। ସେହି ସମୟରେ ମହାତ୍ମା କହିଲେ, ମୁଁ ତୁମର କଲ୍ୟାଣ କରିଦେବି, କିନ୍ତୁ ପ୍ରତିବଦଳରେ ତୁମକୁ ତୁମର ବେଶ୍ୟାବୃତ୍ତି ଛାଡ଼ିବାକୁ ପଡ଼ିବ। ଏହା ଶୁଣି ଗଣ୍ଡକୀ କହିଲେ, ମୋତେ ଆଉ ଯାହା କହିବେ ମୁଁ ଛାଡ଼ିଦେବି, କିନ୍ତୁ ମୁଁ ମୋର ବୃତ୍ତିକୁ ଛାଡ଼ିପାରିବି ନାହିଁ, କାରଣ ଏହା ମୋର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତାକୁ ଛାଡ଼ିକି ଆପଣ ଯାହା କହିବେ ମୁଁ ଶୁଣିବି। ଏହା ଶୁଣି ମହାତ୍ମା କହିଲେ, ଠିକ୍ ଅଛି, ଯଦି ତୁମେ ତୁମର ବୃତ୍ତିକୁ ଛାଡ଼ିପାରିବନି, ତେବେ ଗୋଟିଏ ଉପାୟ ରହିଛି, ତୁମର ଉଦ୍ଧାର ହୋଇପାରିବ। ଗୋଟେ ସ୍ତ୍ରୀ ପାଇଁ ତାର ସ୍ୱାମୀ ହେଉଛି ତା ପାଇଁ ପରମେଶ୍ୱର। ସେଥିପାଇଁ ପ୍ରତିଦିନ ତୁମ ପାଖକୁ ଯେଉଁ ପୁରୁଷମାନେ ଆସୁଛନ୍ତି, ତୁମେ ତାଙ୍କୁ ତୁମର ସ୍ୱାମୀ ଭାବି ତାଙ୍କର ପୂଜା କରିବ ଏବଂ ତାଙ୍କର ସେବା ମଧ୍ୟ କରିବ। ଏହିଭଳି ପ୍ରତିଦିନ କଲେ ତୁମେ ଏଥିରୁ ଉଦ୍ଧାର ହୋଇପାରିବ। ଏହା ଶୁଣି ଗଣ୍ଡକୀ ତା ପରଦିନଠାରୁ ଯେଉଁ ପୁରୁଷମାନେ ତାଙ୍କ ପାଖକୁ ଆସିଲେ, ସେ ତାଙ୍କର ସେବା କରିବା ଆରମ୍ଭ କରିଦେଲେ। ବୈକୁଣ୍ଠପୁରରେ ପ୍ରଭୁ ନାରାୟଣ ଗଣ୍ଡକୀର ଏହିପରି ସେବା ଦେଖି ଅତି ପ୍ରସନ୍ନ ହୋଇଗଲେ ଏବଂ ନିଜେ ଏକ ପୁରୁଷ ରୂପ ନେଇ ଆସି ଗଣ୍ଡକୀ ପାଖେ ପହଞ୍ଚିଗଲେ। ସବୁ ପୁରୁଷଙ୍କର ସେ ଯେଉଁ ଆଦର ଓ ଯତ୍ନରେ ସ୍ନେହରେ ସେବା କରୁଥିଲେ, ତାଙ୍କର ମଧ୍ୟ ସେହିପରି ଭାବରେ ସେବା କଲେ। ପ୍ରାତଃ ସମୟରେ ସେହି ଭଗବାନ ରୂପୀ ପୁରୁଷ ଗଣ୍ଡକୀକୁ କହିଲେ, ମୋର ମୁଣ୍ଡରେ ଜୋରରେ ଯନ୍ତ୍ରଣା ହେଉଛି, ମୁଁ ଆଉ ସହିପାରୁନି। ଗଣ୍ଡକୀ ଏହା ଶୁଣି ଯେତେବେଳେ ବୈଦ ପାଖକୁ ଯିବାକୁ ବାହାରିଲେ, ସେ ଭଗବାନ ରୂପୀ ପୁରୁଷ କହିଲେ, ତୁମେ ମୋ ପାଖରେ ବସ, ମୋତେ ଛାଡ଼ିକି ଯାଅ ନାହିଁ, ମୁଁ ବଞ୍ଚିପାରିବି ନାହିଁ। କିଛି ସମୟ ଭିତରେ ମୁଣ୍ଡର ଯନ୍ତ୍ରଣା ଆଉ ସହି ନ ପାରି ସେହି ପୁରୁଷ ଜଣକ ପ୍ରାଣତ୍ୟାଗ କରିଦେଲେ। ଏହା ଭଗବାନଙ୍କର ଏକ ଅଭିନୟର ଏକ ଅଂଶ ଥିଲା। ଏହାପରେ ଗ୍ରାମରେ ଚହଳ ପଡ଼ିଗଲା ଯେ ଗଣ୍ଡକୀ ଘରେ ଏକ ପୁରୁଷର ମୃତ୍ୟୁ ହୋଇଯାଇଛି। ଗଣ୍ଡକୀ ଯେହେତୁ ତାକୁ ସ୍ୱାମୀ ଭାବେ ସ୍ୱୀକାର କରିଥିଲେ, ତାଙ୍କ ସହିତ ନିଜେ ସତୀ ହୋଇ ଜୀଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ଶୁଣି କିଛି ସ୍ତ୍ରୀ ଲୋକ ତାଙ୍କର ପରିହାସ କରି କହିଲେ, ଏକ ବେଶ୍ୟାର ବା କି ସ୍ୱାମୀ? ଗଣ୍ଡକୀ ସବୁ ଶୁଣି ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ହୋଇ ରହିଲେ। ଗ୍ରାମର ଅଲଗା ପୁରୁଷମାନେ ଏକଜୁଟ ହୋଇ ମୃତ ଶରୀରକୁ ମଶାଣରେ ନେଇ ଦାହ କରିବାକୁ ନେଇଗଲେ। ଗଣ୍ଡକୀ ଶବର ମୁଣ୍ଡକୁ ନିଜର କୋଳରେ ରଖି ଜୁଇ ଉପରେ ବସି ପଡ଼ିଲେ ଏବଂ ପ୍ରାର୍ଥନା କଲେ। ଯେତେବେଳେ ନିଆଁ ଜଳିଲା, ସେତେବେଳେ ଭଗବାନ ଗଣ୍ଡକୀଙ୍କର କ'ଣ କରୁଛନ୍ତି ଜାଣିବା ପାଇଁ ଗୋଟିଏ ଆଖି ଖୋଲି ଦେଖିଲେ, ଆଉ ଗଣ୍ଡକୀର ପ୍ରାର୍ଥନା କରୁଥିବାର ଦେଖି ତାଙ୍କର ପରୀକ୍ଷା ନେବା ପାଇଁ ସେ ଚିତାର ଅଗ୍ନିକୁ ଆହୁରି ଜୋର ବଢ଼ାଇ ଦେଲେ। ଧୀରେ ଧୀରେ ତାର ଶରୀର ଜଳିବାରେ ଲାଗିଲା, କିନ୍ତୁ ଗଣ୍ଡକୀ ସେମିତି ଭଗବାନଙ୍କୁ ସ୍ମରଣ କରୁଥିଲେ। ଭଗବାନ ଭାବିଲେ, ଗଣ୍ଡକୀ ଜଣେ କଣିକା ହେଲେ ମଧ୍ୟ ତାର ଭକ୍ତିରେ ସତ୍ୟତା ରହିଛି। ଏହାପରେ ଭଗବାନ ଗଣ୍ଡକୀ ସମ୍ମୁଖରେ ପ୍ରକଟ ହୋଇ କହିଲେ, ମୁଁ ତୁମର ସେବାରେ ଅତ୍ୟନ୍ତ ପ୍ରସନ୍ନ, ତୁମେ ମୋତେ ଆଜି ଯାହା ମାଗୁଛ ମାଗ। ଗଣ୍ଡକୀ କହିଲେ, ଆଜି ଯେମିତି ଆପଣ ମୋ କୋଳରେ ମୁଣ୍ଡ ରଖି ଶୋଇଥିଲେ,
ମୋ ଗୁହାରି ଆପଣ ସର୍ବଦା ମୋ କୋଳରେ ଏମିତି ଶୁଅନ୍ତୁ। ଏହା କହି ଗଣ୍ଡକୀ ପାଣି ହୋଇ ବୋହିଗଲେ ଏବଂ ପାଣିର ସେହି ଧାରାକୁ ଗଣ୍ଡକୀ ନଦୀ ସୃଷ୍ଟି ହୋଇଥିଲା। ସେହି ଦିନଠାରୁ ଭଗବାନ ବିଷ୍ଣୁ ଶାଳଗ୍ରାମ ହୋଇ ଗଣ୍ଡକୀର କୋଳରେ ରହିଥିଲେ। ଏହା ଥିଲା ଶାଳଗ୍ରାମର ଉତ୍ପତ୍ତି। ଏହି ଷ୍ଟୋରିଟି ଆପଣଙ୍କୁ ଯଦି ଭଲ ଲାଗିଥାଏ ପ୍ଲିଜ୍ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ନମସ୍କାର।